कृष्णाय वासुदेवाय हरे परमात्मने प्रणतः क्लेशनाशाय गोविन्दाय नमो नमः। ସମସ୍ତ ସଂସାରବାସୀଙ୍କୁ ମୋର ନମସ୍କାର ଜୁହାର। ଥରେ ଥରେ ଆମେ କହିଥାଉ ନା ଲିଭ୍ ମି ଆଲୋନ୍। କାହିଁକି କହିଥାଉ? ଏଲୋନ୍ ମାନେ କଣ ଆଉ ଲୋନଲି ମାନେ କଣ? ଦୁଇଟା ଯାକ ଯଦି ଦେଖିବ ତାର ଅର୍ଥ ହଉଛି ଏକୁଟିଆ। କିନ୍ତୁ ଏଲୋନ୍ ଆଉ ଲୋନଲି କୋଉ ଜାଗାରେ ବ୍ୟବହାର କରାଯାଏ? ଯେତେବେଳେ ଧରିନିଅ ଆମେ ଘରେ ଅଛୁ ଆଉ ଏକୁଟିଆ ଅଛୁ। ଶାରୀରିକ ରୂପରେ ଯୋଉମାନେ ଏକୁଟିଆ ଅଛନ୍ତି ତାହାଙ୍କୁ କୁହାଯାଏ ଏଲୋନ୍। ଯେମିତିକି ଯଦି ମୁଁ ଏବେ ଘରେ ଅଛି ଆଉ ଏକୁଟିଆ ଅଛି ଦ୍ୟାଟ୍ ମିନ୍ସ ଏଲୋନ୍। କିନ୍ତୁ ଲୋନଲିନେସ୍ ର ମାନେ କଣ? ତା ବି ଏକୁଟିଆ। କିନ୍ତୁ କେତେବେଳେ ଆମେ ବ୍ୟବହାର କରିବା? ଯେତେବେଳେ ଆମେ ଭାବାତ୍ମକ ରୂପରେ ଆମେ ଏକୁଟିଆ ଥିବା। ବୁଝିପାରିଲ? ଯେତେବେଳେ ଆମେ ମାନସିକ ରୂପରେ ଏକୁଟିଆ ଥିବେ, ଧରିନିଅ ଆମ ପାଖାପାଖି ସମସ୍ତେ ଅଛନ୍ତି, ବହୁତ ଭିଡ ଅଛି, କିନ୍ତୁ ତଥାପି ଆମେ ନିଜକୁ ଏକୁଟିଆ ଭାବୁଥିବା, ନିଜକୁ ଏକୁଟିଆ ଫିଲ୍ କରୁଥିବା, ତାର ମାନେ ହଉଛି ଲୋନଲି। ଯେମିତିକି ଘରେ ପୁରା ଫୁଲ ପରିବାର ଅଛନ୍ତି, ପରିବାରର ସଦସ୍ୟ ବି ଆମେ, କିନ୍ତୁ ସେଇ ଜାଗାରେ ସମସ୍ତଙ୍କୁ ଆମେ ଦେଖୁଛୁ, ସମସ୍ତେ ଆମ ପାଖରେ ବି ଅଛନ୍ତି, କିନ୍ତୁ ଆମକୁ ଲାଗୁଛି କି ଆମେ ଏକୁଟିଆ ଅଛୁ। ବୁଝିପାରିଲେ? ତାର ମାନେ ହଉଛି ଲୋନଲି। ଏଲୋନ୍ ଭାବିବେନି ସେମାନେ ଦୁଃଖିତ ଅଛନ୍ତି। ତାଙ୍କୁ ଶାରୀରିକ ରୂପରେ ସେମାନେ ଏକୁଟିଆ ଅଛନ୍ତି। ତାଙ୍କୁ ଭିଡ ପସନ୍ଦ ନାହିଁ, କିନ୍ତୁ ମାନସିକ ରୂପରେ ସେମାନେ ବହୁତ ହି ଷ୍ଟ୍ରଙ୍ଗ ଥାନ୍ତି, ବହୁତ ହି ଖୁସି ଥାନ୍ତି, ବହୁତ ହି ହାପିଲି ଥାନ୍ତି। ଜଣ ଜଣଙ୍କର ଥାଏ କି ପାଖାପାଖି ଲୋକଙ୍କୁ ସେମାନେ ପସନ୍ଦ କରନ୍ତିନି, ଭିଡରେ ରହିବାକୁ ପସନ୍ଦ କରନ୍ତିନି, ଗହଳି ଜାଗାରେ ସେମାନେ ରହିପାରନ୍ତିନି, କାରଣ ତାଙ୍କୁ ଏକୁଟିଆ ଲାଗିଥାଏ। ସରି, ତାଙ୍କୁ ଏକୁଟିଆ ରହିବାର ଥାଏ। ତା ମାନେ ନୁହଁ ଯେ ସେମାନେ ମାନସିକ ରୂପରେ ଭାବନାତ୍ମକ ରୂପରେ ସେମାନେ ଏକୁଟିଆ ଅଛନ୍ତି, ୟା ଫିର ସେମାନେ ନିଜକୁ ଏକୁଟିଆ ବନେଇ ଦେଇଛନ୍ତି, ୟା ଫିର ସେମାନେ ନିଜକୁ ଦୁଃଖିତ ଭାବୁଛନ୍ତି। ନା, ଏଲୋନ୍ ର ମାନେ ହଉଛି ଆମେ ଏକୁଟିଆ ରହୁଛୁ ସତ, କିନ୍ତୁ ଆମେ ମାନସିକ ରୂପରେ ଭାବନାତ୍ମକ ରୂପରେ ଆମେ ବହୁତ ହି ଭିଡରେ ଅଛୁ, ବହୁତ ହି ଖୁସିରେ ଅଛୁ, ଆଉ ଆମକୁ ଏଇ ମୁହୂର୍ତ୍ତଟା ଆମକୁ ଭଲ ଲାଗୁଛି ଏକୁଟିଆ ରହିବାଟା। କିନ୍ତୁ ଲୋନଲିର ମାନେ ହଉଛି ଆମେ ମାନସିକ ରୂପରେ ଭାବନାତ୍ମକ ରୂପରେ ଆମେ ଯୋଉ ଏକୁଟିଆଟେ ଅଛୁ, ସେଇ ଏକୁଟିଆ ଆମକୁ ଦୁଃଖ ଦଉଛି। ପାଖାପାଖି ବହୁତ ସାରା ଲୋକ ତ ଅଛନ୍ତି, କିନ୍ତୁ ଆମେ ଦେଖୁଛେ ଜାଣୁଛେ, କିନ୍ତୁ ତଥାପି ଆମକୁ ଲାଗେ କି ଖାସ୍ କିଏ ଗୋଟେ ଥାନ୍ତା ଯିଏକି ମତେ ବୁଝିପାରୁଥାନ୍ତା, ଯିଏ ମତେ ଜାଣିପାରୁଥାନ୍ତା, ଯାହା ସାମ୍ନାରେ ମୁଁ ମୋ କଥା କହିପାରୁଥାନ୍ତି। ବୁଝିପାରିଲେ? କିନ୍ତୁ ଏତେ ସାରା ଲୋକ ଅଛନ୍ତି, କିନ୍ତୁ ସେମାନଙ୍କୁ ଆମକୁ କହିବାକୁ ଇଚ୍ଛା ଲାଗୁନି, କିନ୍ତୁ ଆମେ ଭାବୁଛୁ ମୋ ମନପସନ୍ଦର ଲୋକଟେ ଯଦି ଏଠି ଥାନ୍ତା, ତାହେଲେ ମୁଁ ତାକୁ କହିପାରିଥାନ୍ତି। ମତେ ଯୋଉ ଏକୁଟିଆପଣଟା ଏବେ ଲାଗୁଛି ସେଇଟା ଆଉ ଲାଗୁନଥାନ୍ତା। ସେମାନେ ଭାବନାତ୍ମକ ମାନସିକ ରୂପରେ ସେମାନେ ଏକୁଟିଆ ଥାନ୍ତି। ବୁଝିପାରିଲେ? ଯେତେବେଳେ ଲୋନଲିନେସ୍ ଲାଗୁଥିବ, ଲୋନଲି ଫିଲ୍ ହଉଥିବ, କିଛି ଜଣଙ୍କର ଅଛି ଯୋଉମାନଙ୍କୁ ମ୍ୟୁଜିକ ବହୁତ ପସନ୍ଦ ଅଛି। ସେମାନେ କଣ କରିବେ ନା, ଖୁସିରେ ଥିଲେ ବି ମ୍ୟୁଜିକ ଶୁଣିବେ, ଦୁଃଖରେ ଥିଲେ ବି ମ୍ୟୁଜିକ ଶୁଣନ୍ତି। ତ ଆମେ ଯେତେବେଳେ ଖୁସିରେ ଥାଉ ଆଉ ମ୍ୟୁଜିକ ଆମେ ଶୁଣିଥାଉ, ସେ ଟାଇମରେ ମ୍ୟୁଜିକ ର ଲିରିକ୍ସ ଆମେ ବୁଝି ନଥାଉ, ଆମକୁ ଜଷ୍ଟ ଖୁସି ଲାଗୁଛି, ଆମକୁ କାନକୁ ଭଲ ଶୁଭୁଛି, ତ ଆମେ କଣ କରିବା ନା ମ୍ୟୁଜିକ ଅନ୍ କରିବା ଆଉ ଆମେ ଶୁଣି ଚାଲିବା। କାରଣ ମଣିଷ ଖୁସି ଥିଲା ବେଳେ ଆଖପାଖ କିଛି ଦେଖେନି, ତାକୁ ଖାଲି ଖୁସି ସେ ଅଛି ଯେହେତୁ ତାକୁ ସବୁ ଜିନିଷ ଖୁସି ହିଁ ଲାଗେ। ସେ ଆଗକୁ ଆଗର ପରିଣାମ ଟା ଯେ କଣ ହବ ସେ ବିଷୟରେ ଭାବି ନଥାଏ। ସେ ଏଇ ମୁହୂର୍ତ୍ତଟାକୁ ସେ ଏନ୍ଜୟ କରିବାକୁ ଚାହେଁ, ଯିଏ ଖୁସିରେ ଅଛି। ସେଥିଲାଗି ଯୋଉମାନଙ୍କୁ ପସନ୍ଦ ମ୍ୟୁଜିକ, ସେମାନେ ମ୍ୟୁଜିକ ର ଲିରିକ୍ସ ସେ ଟାଇମରେ ବୁଝି ପାରୁନଥାନ୍ତି, ୟା ଫିର ବୁଝିବାକୁ ବି ସେମାନେ ଚାହାନ୍ତିନି, ଜଷ୍ଟ ମ୍ୟୁଜିକ ଏନ୍ଜୟ କରନ୍ତି। କିନ୍ତୁ ଯୋଉମାନେ ଦୁଃଖୀରେ ଥାନ୍ତି ଆଉ ଦୁଃଖରେ ରହିକି ମ୍ୟୁଜିକ ଶୁଣିଥାନ୍ତି, ସେତେବେଳେ ତାଙ୍କୁ ମ୍ୟୁଜିକ ର ଲିରିକ୍ସ ପୁରା ବୁଝିଥାନ୍ତି। ବୁଝିପାରିଲ? କାରଣ ସେଇ ମୁହୂର୍ତ୍ତଟାକୁ ସେମାନେ ଭାବନ୍ତି, ଏବେ ଯୋଉ ମୁହୂର୍ତ୍ତଟା ମୁଁ ଫିଲ୍ କରୁଛି, ଯୋଉ ଦୁଃଖ ଲାଗୁଛି, ସେ ଆଗାମୀ ଭବିଷ୍ୟତରେ ସେ ଦୁଃଖଟା ନ ରହୁ। ସେମାନେ ସେଇଆ ଭାବିଥାନ୍ତି। ଆମେ ଯେତେବେଳେ ସେଡ୍ ଥାଉ, ଆମେ କଣ କରିଥାଉ, ଯୋଉମାନଙ୍କୁ ମ୍ୟୁଜିକ ପସନ୍ଦ, ଆମେ ମ୍ୟୁଜିକ ଲଗେଇଥାଉ, ଆଉ ମ୍ୟୁଜିକରେ ଯୋଉ ଲିରିକ୍ସ ବାଜୁଛି ତାକୁ ଆମେ ଭଲ ଭାବରେ ଶୁଣିଥାଉ। କାହିଁକି? କାହିଁକିନା ଆମେ ଦୁଃଖୀ ଅଛୁ, ଆମେ ତାର ଗୋଟେ ଗୋଟେ ଲିରିକ୍ସ ପୁରା ଶୁଣିଥାଉ। ଆଉ ସେ ଲିରିକ୍ସ ଯେତେବେଳେ ଆମ ଲାଇଫ ସାଙ୍ଗରେ ରିଲେଟେଡ ହେଇଯାଏ, ତାହେଲେ ଆମେ ଭାବୁ ଏଇଟା ତ ମୁଁ ନିଜେ, ମୋ ଉପରେ ଲିରିକ୍ସ ବନା ହେଇଛି, ଆମେ ସେମିତି ଭାବିଥାଉ। ସେଥିଲାଗି
ଦୁଃଖରେ ଥିଲେ ଆମେ ଜାଣିପାରୁ କି ଆମେ କଣ କରୁଛୁ। କିନ୍ତୁ ଖୁସିରେ ଥିଲାବେଳେ ଆମେ ଜାଣିପାରୁନଥାଉ କି ଆମେ ଆକ୍ଚୁଆଲିରେ କଣ କରୁଛୁ ଆଉ ଆଗକୁ କଣ କରିବାକୁ ଆମେ ଯାଉଛୁ। କାରଣ ଖୁସିରେ ମଣିଷ ବହୁତ କିଛି ହରେଇ ଦେଇଥାଏ। କିନ୍ତୁ ଦୁଃଖୀରେ ଥିଲାବେଳେ ସେ ସବୁ କିଛି ଜାଣିଥାଏ। ତ କେବେ ବି ଭାବିବନି ଏଲୋନ୍ ଆଉ ଲନ୍ଲି ଗୋଟେ ଟାଇପର। ଅର୍ଥ ହଉଛି ଗୋଟେ କିନ୍ତୁ ତାର ଡେଫିନେସନ ହଉଛି ଅଲଗା ଅଲଗା। ଅଲଗା ଅଲଗା ଜାଗାରେ ତାର ବର୍ଣ୍ଣନା ଅଲଗା ଅଲଗା ହିସାବରେ ହେଇଥାଏ। ଏଲୋନ ରହିବା ଲୋକ ଆଉ ଲନ୍ଲି ରହିବା ଲୋକ ଅପେକ୍ଷା ଏଲୋନ ରହିବା ଲୋକ ଖୁସି ଥାଏ। ମୁଁ ଆଶା କରୁଛି ମୁଁ ଯାହା ବି କହିଲି ନିହାତି ଆପଣ ବୁଝିପାରିଥିବେ। ଯଦି କିଛି ନ ବୁଝିପାରିଲେ ନିହାତି ମତେ କମେଣ୍ଟ କରିପାରିବେ। କିନ୍ତୁ ହଁ, ଯୋଉମାନଙ୍କୁ ମ୍ୟୁଜିକ ପସନ୍ଦ ସୁଖରେ ହଉ ଦୁଃଖରେ ହଉ ଶୁଣୁଛନ୍ତି ତ ନିହାତି ଆପଣ ନିଜର ନାଁ ମତେ କମେଣ୍ଟ କରିପାରିବେ। ରହୁଛି, ନମସ୍କାର, ରାଧେ ରାଧେ।